ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦାବିପତ୍ର ପ୍ରଦାନ। ଦଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦଳବନ୍ଧ ଉନ୍ନୟନ କମିଟି ତରଫରୁ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦଳବନ୍ଧ ଉନ୍ନୟନ କମିଟି 2003 ମସିହାରୁ ଦଳବନ୍ଧର ସଫାସୁତୁରା ସହ ଉନ୍ନତି ନିମନ୍ତେ 2018 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିଲା। ପରବର୍ତ୍ତୀ ସମୟରେ ଉନ୍ନୟନ କମିଟିକୁ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରାଯିବା ତ ଦୂରର କଥା ସମ୍ପୂର୍ଣ୍ଣ ଭାବେ ଦୂରାଇ ଦିଆଗଲା। ତାପରେ ପୌର ପରିଷଦ ତରଫରୁ ଦଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ନାମରେ ବହୁ ଟଙ୍କା ବ୍ୟୟ କରାଗଲା, କିନ୍ତୁ ତାର ସଠିକ ଉପଯୋଗ ହୋଇନାହିଁ। ସେହି କାରଣରୁ ଦଳବନ୍ଧର ବିକାଶ ତ ଦୂରର କଥା ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା, ଯାହା ଫଳରେ କି ଗଭୀର ପୋଖରୀଟି ପୋତି ହେବା, ଜଳ ସଂରକ୍ଷଣ ନ ହୋଇପାରିବା, ପରିବେଶକୁ ବହୁମାତ୍ରାରେ ପ୍ରଦୂଷଣ ହେବା ସହ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ସକାଶେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲିପିନା ଦାସଙ୍କ ନିକଟରେ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଦଳବନ୍ଧ ଉନ୍ନୟନ କମିଟିର ବହୁ ସଦସ୍ୟଗଣ ଉପସ୍ଥିତ ଥିଲେ।